Hello ପିଲାମାନେ, ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଅଫ୍ ୟୁ ଟୁ ଦ ମାଷ୍ଟର ଏଜୁକେସନ୍ ଚ୍ୟାନେଲ୍। ଠିକ୍ ଅଛି ପିଲାମାନେ, ଆଜି ଆମେ ଚତୁର୍ଥ ଶ୍ରେଣୀ ଗଣିତର ପ୍ରଶ୍ନ ଉତ୍ତର ଦେଖିବା। ଦେଖ ପିଲାମାନେ, ଚତୁର୍ଥ ଶ୍ରେଣୀ ବିଷୟ ଗଣିତ ଶିକ୍ଷାର୍ଥୀଙ୍କ ନାମ ଲେଖିବ, ରୋଲ୍ ନମ୍ବର, ତମର ବିଭାଗ, ତାରିଖ ଲେଖିବ ପିଲାମାନେ, ବିଦ୍ୟାଳୟର ନାମ ଆଉ ବ୍ଲକ ଆଉ ଜିଲ୍ଲା ଲେଖିବ। ଠିକ୍ ଅଛି ପିଲାମାନେ, ଏବେ ପ୍ରଶ୍ନକୁ ଦେଖ। ପ୍ରଶ୍ନ ଆମର କ'ଣ ଦେଇଛି ପିଲାମାନେ? 1 ନମ୍ବରରୁ 5 ନମ୍ବର ପ୍ରଶ୍ନ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଉପଯୁକ୍ତ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ପିଲାମାନେ 1 ନମ୍ବର ପ୍ରଶ୍ନର ଆମର ଉତ୍ତର ହେଲା 1242। ପିଲାମାନେ କାଠିଦେବ, ଗଣିବ, ଦେଖିବ ଠିକ୍ ଠାକ୍ ଅଛି। 1242 ହିଁ ୟାର ଠିକ୍ ଉତ୍ତର ହେବ। ନେକ୍ସଟ କ୍ୱେଶ୍ଚିନ୍କୁ ଦେଖ ପିଲାମାନେ, ତା ପରବର୍ତ୍ତୀ ପ୍ରଶ୍ନ କ'ଣ ଦେଇଛି ଆମର? 2 ପଞ୍ଚମାଂଶକୁ ବିଭକ୍ତରେ ପ୍ରକାଶ କଲେ କେତେ ହେବ ପିଲାମାନେ? 2 ବିଭକ୍ତକ 5 ହେବ। ଏବେ ଆମେ ନେକ୍ସଟ ପେଜକୁ ଯିବା। ଠିକ୍ ଅଛି ପିଲାମାନେ, ଦେଖ ପିଲାମାନେ, ଆମେ ତାପର ପ୍ରଶ୍ନରେ ପହଞ୍ଚି ଯାଇଛେ। 100 ଟଙ୍କିଆ ନୋଟ୍ ବଦଳରେ କେତୋଟି 20 ଟଙ୍କିଆ ନୋଟ୍ ମିଳିବ ପିଲାମାନେ? 5ଟି 20 ଟଙ୍କିଆ ନୋଟ୍ ମିଳିବ। କେତୋଟି ମିଳିବ ପିଲାମାନେ? 5ଟି 20 ଟଙ୍କିଆ ନୋଟ୍ ମିଳିବ। ଯେକୌଣସି ସଂଖ୍ୟାର ପୂର୍ବବର୍ତ୍ତୀ ସଂଖ୍ୟାଟି ପରବର୍ତ୍ତୀ ସଂଖ୍ୟାଠାରୁ କେତେ ସାନ ପିଲାମାନେ? 2 ସାନ। 2025 ମସିହା ଜାନୁଆରୀ ମାସ ପ୍ରଥମ ଶନିବାର 4 ତାରିଖ ହେଲେ ଦ୍ୱିତୀୟ ଶନିବାରଟି କେତେ ତାରିଖ ହେବ? ଏଇଟା ତମେ ହିସାବ କରିକି ଲେଖିବ ପିଲାମାନେ, ମୁଁ ଆଉ କହୁନି। ତାପରେ ପ୍ରଶ୍ନକୁ ଆମେ ଯିବା। 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ପାଇଁ ଶୂନ୍ୟ ସ୍ଥାନ ପୂରଣ କର। ଠିକ୍ ଅଛି ପିଲାମାନେ, ଦେଖ 100 ଟଙ୍କିଆ ନୋଟ୍ ବଦଳରେ କେତୋଟି 20 ଖଣ୍ଡ ନୋଟ୍ ହୋଇପାରିବ? ଆମର ପିଲାମାନେ 5ଟି ହୋଇପାରିବ। ଯେକୌଣସି ସଂଖ୍ୟାର ପୂର୍ବବର୍ତ୍ତୀ ସଂଖ୍ୟା ତାର ପରବର୍ତ୍ତୀ ସଂଖ୍ୟାଠାରୁ କେତେ ସାନ? ନା 2 ସାନ। 2025 ମସିହାଟା ପିଲାମାନେ, 2025 ମସିହା ଜାନୁଆରୀ ମାସର ପ୍ରଥମ ଶନିବାର 4 ତାରିଖ ହେଲେ ଦ୍ୱିତୀୟ ଶନିବାରଟି କେତେ ତାରିଖ? ଏଇଟା ପିଲାମାନେ ତମେ ନିଜେ ଦେଖିବ। ତାପରେ ପ୍ରଶ୍ନକୁ ଯିବା। ତାପରେ ପ୍ରଶ୍ନଟା ଆମର କ'ଣ ଦେଇଛି ପିଲାମାନେ? ଦେଖ, ତାପରେ ପ୍ରଶ୍ନଟା ଆମର ଦେଇଛି, ରୁହ ଟିକେ ପିଲାମାନେ, ଠିକ୍ ଅଛି। 115 ଗୁଣନ 6 ସମାନ କେତେ ହେବ? 6 ଗୁଣନ 115। ପିଲେ ୟାର ଉତ୍ତର ହେବ 4000। ଟିକେ ରୁହ ପିଲାମାନେ, ଦେଖ, ଗୋଟିଏ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଏକକ ସ୍ଥାନରେ ଅଛି 5 ପିଲାମାନେ। ଆରେ ଏକକ ସ୍ଥାନରେ ଅଛି 5, ଦଶକ ସ୍ଥାନରେ 2, ଶତକ ଆଉ ହଜାର ସ୍ଥାନରେ 4। ଠିକ୍ ଅଛି ପିଲାମାନେ, ସଂଖ୍ୟାଟି ହେଲା କେତେ? 4425। ଠିକ୍ ଅଛି ପିଲାମାନେ, 6000ରୁ କେତେ ଫେରିଲେ 2328 ହେବ? ନିଜେ ଟିକେ ଦେଖିଦେବ ପିଲାମାନେ। 645ଟା ଏଇଟା ହେବ 6 ମିଟର 45 ସେଣ୍ଟିମିଟର। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚିନ୍ ଦେଖ ପିଲାମାନେ, ତୁମେ ଜନ୍ମଦିନରେ ପିନ୍ଧୁଥିବା ଟୋପିରେ କେତୋଟି ଶୀର୍ଷ ଅଛି? ଗୋଟିଏ ମାତ୍ର ଶୀର୍ଷ ଅଛି ପିଲାମାନେ। କେତୋଟି ଶୀର୍ଷ ଅଛି? ଗୋଟିଏ। 11ରୁ 16 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଠିକ୍ ଉତ୍ତର ଲେଖ ପିଲାମାନେ। ଗୋଟିଏ ଛୋଟ କାଗଜ ପେଟିରେ 9ଟି ଖୋଲା ବହି ରହିପାରିବ, ତେବେ 72ଟି ବହି ରଖିବା ପାଇଁ କେତୋଟି ପେଟି ଦରକାର? ଠିକ୍ ଅଛି ପିଲାମାନେ, ୟାର ପ୍ରଶ୍ନର ଉତ୍ତର ତମେ କରିବ। ଏବେ ନେକ୍ସଟ ପେଜକୁ ଯିବା। ପିଲାମାନେ ଦେଖ, 12 ନମ୍ବର ପ୍ରଶ୍ନ ଦେଲା, ନିମ୍ନରେ ଗୋଟିଏ ଶ୍ରେଣୀର ପିଲା ସଂଖ୍ୟାକୁ ଟାଲି ଚିହ୍ନରେ ପ୍ରକାଶ କରାଯାଇଛି, ତେବେ ସେହି ଶ୍ରେଣୀର ମୋଟ ପିଲା ସଂଖ୍ୟା କେତେ? ପିଲାମାନେ 5, 10, 15, 16, 17। ପିଲାମାନେ କେତେ ହେବ ଉତ୍ତର? 17 ହେବ। ତାପରେ ପିଲାମାନେ 13 ନମ୍ବର ପ୍ରଶ୍ନକୁ ଦେଖ। 13 ନମ୍ବର ପ୍ରଶ୍ନ ଆମର ଦେଇଛି, ନିମ୍ନ ଚିତ୍ରରେ କେତୋଟି ରେଖାଖଣ୍ଡ ଅଛି ପିଲାମାନେ? ଦେଖ ପିଲାମାନେ, ଇଏ ହେଉଛି 1, 2, 3, 4, 5, 6। ପିଲାମାନେ କେତୋଟି ଅଛି ରେଖାଖଣ୍ଡ? 6ଟି ରେଖାଖଣ୍ଡ ଅଛି। ଠିକ୍ ଅଛି ପିଲାମାନେ, 14 ନମ୍ବର ପ୍ରଶ୍ନକୁ ଦେଖ। ନିମ୍ନରେ ଦିଆଯାଇଥିବା ଭଗ୍ନ ସଂଖ୍ୟା ମଧ୍ୟରୁ ବଡ଼ ଭଗ୍ନ ସଂଖ୍ୟାଟି ବାଛି ଲେଖ। ପିଲାମାନେ ଦେଖ, ହର ସମସ୍ତଙ୍କର ସମାନ ଅଛି। ଯାହାର ଲବ ବଡ଼ ତାର ଭଗ୍ନ ସଂଖ୍ୟାଟି ବଡ଼। ତେଣୁ ଏଠି ଲବ ହେଉଛି ଆମର 8ଟା ବଡ଼, ତେଣୁ 8 ବିଭକ୍ତକ 9ଟା ହେଉଛି ପିଲାମାନେ ଠିକ୍ ଉତ୍ତର। 15 ନମ୍ବର ପ୍ରଶ୍ନଟା ଦେଖ ପିଲାମାନେ, 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଠାରୁ କେତେ ସାନ? ପିଲାମାନେ ଦେଖ, 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାଟି ହେଉଛି 9999। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି କେତେ ପିଲାମାନେ? 1000। ଠିକ୍ ଅଛି ପିଲାମାନେ, ୟାଠୁ କେତେ ସାନ ପିଲାମାନେ? 9, 9 ଏବଂ 8। ତେଣୁ ପିଲାମାନେ କେତେ ସାନ? 8999 ସାନ। ଠିକ୍ ଅଛି ପିଲାମାନେ, ଏବେ ଆମେ ନେକ୍ସଟ କ୍ୱେଶ୍ଚିନ୍କୁ ଦେଖିବା।
ପିଲାମାନେ ଦେଖ 16 ନମ୍ବର ପ୍ରଶ୍ନ ଦେଇଛି 2 ବିଭକ୍ତକ 4, 3 ବିଭକ୍ତକ 7, 5 ବିଭକ୍ତକ 2, 6 ବିଭକ୍ତକ 11। ୟା ଭିତରୁ କେଉଁଟି ଅଲଗା? ଦେଖ ପିଲାମାନେ ଆମର ସବୁତକ ହେଉଛି ପ୍ରକୃତ ଭଗ୍ନାଂଶ, କିନ୍ତୁ ଆମର 5 ବିଭକ୍ତକ 2 ଏଇଠି ଯେଉଁ ଅଛି କେତେ ଅଛି? 5 ବିଭକ୍ତକ 2 ଏଇଟି ହେଉଛି ଅପ୍ରକୃତ ଭଗ୍ନାଂଶ, ତେଣୁ ଏଇଟି ହେଉଛି ଅଲଗା। ତାପରେ ପିଲେ ଦେଖ ତାପରେ ପ୍ରଶ୍ନ କ'ଣ ଦେଇଛି 17 ରୁ 24 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ଦିଅ। ଗୋଟିଏ ପାଠଗାରରେ ଗଣିତ ବହି 2032ଟି, ବିଜ୍ଞାନ ବହି 1947ଟି ଅଛି, ତେବେ ପାଠଗାରରେ ମୋଟ କେତୋଟି ବହି ଅଛି? ଠିକ୍ ଅଛି ପିଲାମାନେ, 2032 ମିଶାଣ 1947। ପିଲାମାନେ ମିଶେଇଲେ କେତେ ହେଉଛି? 7 ରେ 2 9, 4 3 ପିଲାମାନେ 7, 9 0 9 ପିଲାମାନେ 2 1 3। ତେଣୁ ଆମର ଟୋଟାଲ ବହି ସଂଖ୍ୟାଟା କେତେ ଅଛି ପିଲାମାନେ? 3979। ଠିକ୍ ଅଛି ପିଲାମାନେ, ଟୋଟାଲ ବହି ସଂଖ୍ୟା କେତେ ଅଛି ପିଲାମାନେ? 3979। ଠିକ୍ ଅଛି, ଏବେ ଆମେ ନେକ୍ସଟ ପ୍ରଶ୍ନକୁ ଦେଖିବା ପିଲାମାନେ। ଯୋଗଫଳ ନିର୍ଣ୍ଣୟ କର। ପିଲାମାନେ ଦେଖ ୟାର ହର ସମାନ ଅଛି ପିଲାମାନେ, ହର ଲସାଗୁ ନେଇଯିବ 7, 2 ମିଶାଣ 1 ମିଶାଣ 3। ଠିକ୍ ଅଛି ପିଲାମାନେ, 3 1 4 2 6 ପିଲାମାନେ, ତେଣୁ ୟାର ଉତ୍ତର ହେବ କେତେ? 6 ବିଭକ୍ତକ 7। ଠିକ୍ ଅଛି ପିଲାମାନେ, ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ପିଲାମାନେ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଏବେ ଦେଖ ପିଲାମାନେ 19 ନମ୍ବର ପ୍ରଶ୍ନ ଦେଲା ଆମର କ'ଣ? ଗୋଟିଏ ଦିନରେ 10 AM ରୁ 2 PM ମଧ୍ୟରେ ସମୟ ଅବଧି କେତେ? ପିଲାମାନେ ଏଇଟା ଯଦି ତୁମମାନଙ୍କୁ ନ ଆସୁଛି ବୋଲେ ହାତ ଗଣିକି ବି ତୁମେ କରିପାରିବ। 10 AM ରୁ 11 AM, 11 AM ରୁ 12 AM, 1 PM 2 PM। ଠିକ୍ ଅଛି ପିଲାମାନେ, ତେଣୁ ସମୟ ଅବଧି ଆମର କେତେ ହେଇପାରିବ? 4 ଘଣ୍ଟା। ଦେଖ ପିଲାମାନେ ତାପରେ ପ୍ରଶ୍ନକୁ ଯେକୌଣସି ଗୋଟିଏ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ ଯାହାର ଅଙ୍କମାନଙ୍କର ସମଷ୍ଟି 9 ହେବ। 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିବ ପିଲାମାନେ, ଅଙ୍କମାନଙ୍କର ସମଷ୍ଟି 9 ହେବ। ଠିକ୍ ଅଛି ପିଲାମାନେ, ପିଲାମାନେ ୟାର ଠିକ୍ ଉତ୍ତର ଗୋଟେ ହେଇପାରିବ ଆମର 1341। ତୁମେ ଆଉ ଯାହା ଭାବିକି ଗୋଟେ ଲେଖିବ। ଠିକ୍ ଅଛି ପିଲାମାନେ, ନେକ୍ସଟ କ୍ୱେଶ୍ଚିନ୍କୁ ଦେଖ ପିଲାମାନେ। 21 ନମ୍ବର ପିଲାମାନେ ଦେଇଛି ନିମ୍ନ ଭଗ୍ନ ସଂଖ୍ୟା ଗୁଡ଼ିକୁ ସାନରୁ ବଡ଼ କ୍ରମରେ ସଜାଇ ଲେଖ। ଭଗ୍ନ ସଂଖ୍ୟା 4 ବିଭକ୍ତକ 11, 2 ବିଭକ୍ତକ 11, 7 ବିଭକ୍ତକ 11, 9 ବିଭକ୍ତକ 11, 5 ବିଭକ୍ତକ 11। ପିଲାମାନେ ସବୁଥିରେ ହର ଆମର ସମାନ ଅଛି, ତେଣୁ ତାର ଲବ ଯେଉଁଗୁଡ଼ା ରହିଛି ଲବ ଗୁଡ଼ାକୁ ହିଁ ନେଇକି ଲେଖିବ। ପିଲାମାନେ ଯେଉଁହାର ଲବ ବଡ଼ ତାକୁ ବଡ଼ରେ ଲେଖିବ। 9 ବିଭକ୍ତକ 11, ତାପରେ ହେଇପାରିବ 7 ବିଭକ୍ତକ 11, ନେକ୍ସଟ ହେଇପାରିବ 5 ବିଭକ୍ତକ 11 ପିଲାମାନେ। ଠିକ୍ ଅଛି ପିଲାମାନେ, ତାପରଟା କ'ଣ ହେଇପାରିବ ପିଲାମାନେ? ତାପରେ ହେଇପାରିବ 4 ବିଭକ୍ତକ 11, ତାପରେ ହେଇପାରିବ 2 ବିଭକ୍ତକ 11। ଠିକ୍ ଅଛି ପିଲାମାନେ, ନେକ୍ସଟକୁ ଦେଖ ପିଲାମାନେ 22 ନମ୍ବର ପ୍ରଶ୍ନ। 3 ଲିଟର 250 ମିଲି। ଦେଖ ପିଲାମାନେ ଏଇଟା ମିଶାଣଟା ଦେଇଛି ଆମର ଲିଟରକୁ ମିଲିଲିଟର, କିଛି ବ୍ୟସ୍ତ ହେବାର ନାହିଁ। ଦେଖ ପିଲାମାନେ କ'ଣ ଦେଇଛି ଆମର ପ୍ରଶ୍ନଟା। ଦେଖ ପିଲାମାନେ 3 ଲିଟର ଇଏ ହେଲା 250 ମିଲିଲିଟର। ଠିକ୍ ଅଛି ପିଲାମାନେ, ଏଠି ଦେଲା 2 ଲିଟର, ଇଏ ବି ଦେଲା 250 ମିଲିଲିଟର। ଠିକ୍ ଅଛି ପିଲାମାନେ, ଆକୁ ମିଶାଣ କରିଦେବ। 0କୁ 0, 5 5 10, 0 ରଖିଲେ ହେଲା 1, 2 2 4 1 5, ଇଏ ହେଇଯିବ 5। ତେଣୁ ଉତ୍ତର କେତେ ହେବ? 5 ଲିଟର 500 ମିଲିଲିଟର। ଠିକ୍ ଅଛି, ଏବେ ଦେଖ ପିଲାମାନେ 23 ନମ୍ବର ପ୍ରଶ୍ନକୁ ଦେଖ। ସମାନ ଆକୃତି ବିଶିଷ୍ଟ ଚିତ୍ର ଦୁଇଟି ମଧ୍ୟରୁ ଯାହାର କ୍ଷେତ୍ରଫଳ ଅଧିକ ତାକୁ ଠିକ୍ ଚିହ୍ନ ଦିଅ। ପିଲାମାନେ କ୍ଷେତ୍ରଫଳ ଆମର କାହାର ଅଧିକ? ଦେଖ ପିଲାମାନେ କ ଚିତ୍ରରେ ୟାର କ୍ଷେତ୍ରଫଳ ଅଧିକ, ଖ ଚିତ୍ରରେ ଏଇ ଚିତ୍ରର କ୍ଷେତ୍ରଫଳ ଅଧିକ। 24 ନମ୍ବର ପ୍ରଶ୍ନ ଦେଖ ପିଲାମାନେ। ରଜନୀ ଗୋଟିଏ କାର୍ଯ୍ୟକୁ 16/11/2024ରୁ ଆରମ୍ଭ କରି 29/11/2024ରେ ଶେଷ କଲା, ତେବେ କାର୍ଯ୍ୟଟି ତାକୁ ସାରିବାକୁ କେତେ ଦିନ ସରିଲା? 29ରୁ 16 ହେଲେ 4,
ପିଲାମାନେ 13 ଦିନ ତାକୁ ଲାଗିଛି। ତୁମେମାନେ ହିସାବ କରିକି ଲେଖିପାରିବ। ଠିକ୍ ଅଛି ପିଲାମାନେ, ଏବେ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ପିଲାମାନେ ଦେଖ 25-26 ନମ୍ବର ପ୍ରଶ୍ନର ସମାଧାନ କର। ଠିକ୍ ଅଛି ପିଲାମାନେ, ମିନତି ଦୋକାନରୁ ଆଣିଥିବା ଚାଉଳର ଓଜନ ଅଟାର ଓଜନରୁ 2 କିଗ୍ରା 500 ଗ୍ରାମ ଅଧିକା। ଅଟାର ଓଜନ 4 କିଗ୍ରା 700 ଗ୍ରାମ ହେଲେ ଅଟା ଓ ଚାଉଳର ଓଜନ କେତେ? ଠିକ୍ ଅଛି ପିଲାମାନେ, यार उत्तर पिला तुम निजे कर। नेक्स्ट प्रश्नटा देख पिलाने, राकेशर माँ गोटे सप्ताह विभिन्न दिगरे प्रस्तुत कर रुटी को चित्र लेख। ठीक अच्छे पिलाने, एठारे 8टी रुटी 4टी बॉक्स नि तुम देख पिलाने। तापर ता प्रश्न देजी पिलाने, माँ केउ दिन सबुठु अधिक रुटी प्रस्तुत कर, माँ केउ दिन सबुठु कम रुटी प्रस्तुत कर। तार ग प्रश्न देजी, बुधवार दिन मोट केतोटी रुटी प्रस्तुत कर, सोम और मंगलवार मिसिकी केतोटी रुटी प्रस्तुत कर। ठीक अच्छे पिलाने, तुम ये प्रश्न सरी जाइए। ठीक अच्छे, एबे तुम वीडियो को लाइक कर, कमेंट कर, सब्सक्राइब कर, जहाँद्वारा कि तुम मानक अलग श्रेणीर सबु प्रश्नर उत्तर एवं प्रश्न सहित निश्चय भाव देवी। ठीक अच्छे पिलाने, बाय बाय।